नमस्कार ओडिशावासी शुभ सकाळ आज हूँ 12 ଜାନୁଆରୀ रविवार आज रही देश विदेश राज्यर 20टी गुरुत्वपूर्ण खबर जहां आपण माने केवल 10 मिनिट समय दे देखिपारे ता पूर्व आपण मान गोटे छोटिया अनुरोध प्रथम भिडियोटी को लाइक करी कमेंट रे आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना किसी अपडेट पाई परिबे। तेबे कौन रही आज 20टी गुरुत्वपूर्ण खबर चलतु नजर पकाइबा भिडियोटी को शेष पर्यंत देखिया पई हमर अनुरोध। 1 राज्य सरकार गुरुत्वपूर्ण आकांक्षी योजना सुभद्रा को लेकिन बड़ अपडेट आसी भूल रे बाद पड़ता महिला माने एही योजना सहित पुणी जोड़ी होई परिबे। राज्य सरकार एने सूचना देइचंती। राज्य सरकार आज कहछन सुभद्रा पोर्टल नाम जोड़िया पई ओपीटी इन सुविधा उपलब्ध कराई से ऐप द्वारा आपण माने पुणी आउथरे जोड़ी होई परिबे। या द्वारा जेउ माने भूल रे नाम बाद पड़िचे से माने पुनर्बार टंका मध्ये पाई परिबे। तबे राज्य सरकार तरफरु सूचना अनुसार पाखापाखि 8000 आवेदनकारी पुनः सामिल होइचंती सेमानकर पुणी आउथरे टंका मिलियो बोली कुआ जाउची। तेणु सुभद्रा ऐप माध्यम रे आपण माने करि परिबे। सेपरि खूब शीघ्र चतुर्थ पर्याय प्रथम किस्ती राशि प्रदान करा जियो बोली राज्य सरकार एवं उपमुख्यमंत्री प्रभात परिडा सूचना दैचंती। तबे 2 ଲକ୍ଷର ঊର୍ଦ୍ଧ୍ୱ ଆବେଦନକାରୀ ଇ କେୱାଇସି କରିନାହାନ୍ତି ବା ଓଟିପି ମାଧ୍ୟମରେ ଇ କେୱାଇସି କରିଛନ୍ତି କିନ୍ତୁ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ମଧ୍ୟ ଅର୍ଥରାଶି ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଉଛି। ସେପଟେ ଅଙ୍ଗନବାଡି କର୍ମୀମାନେ ଘରେ ଘରେ ବୁଲି ଭେରିଫିକେସନ ମଧ୍ୟ ଚାଲିଛି। କାହାର 5 ଏକର ଜମି ଅଛି କାହାର ଜମି ନାହିଁ ସେ ନେଇକି ମଧ୍ୟ ଭେରିଫିକେସନ ଚାଲିଛି। ତେବେ ଏବେ କୁହାଯାଉଛି 20 ଲକ୍ଷ ହିତାଧିକାରୀଙ୍କୁ ମିଳିବ ଜାନୁଆରୀ 15 ତାରିଖରେ ସୁଭଦ୍ରା ଟଙ୍କା ତା ସହିତ ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଟଙ୍କା ଦ୍ୱିତୀୟ କିସ୍ତି ମିଳିବା ପାଇଁ ଯାଉଛି ଯେହେତୁ ସେଦିନ ମହିଳା ଦିବସ ଥିବାରୁ। ତେବେ ତା ସହିତ ଯେଉଁମାନଙ୍କର ଜାନୁଆରୀ ମାସରେ କିସ୍ତି ଆସିବନି ସେମାନଙ୍କୁ ଏକା ସାଙ୍ଗରେ ମାର୍ଚ୍ଚ 8 ତାରିଖ ମହିଳା ଦିବସ ଦିନ 10,000 ଟଙ୍କା ମିଳିବ ବୋଲି କୁହାଯାଉଛି। ଘରେ ଘରେ ବ୍ୟାପୁଛି ଥଣ୍ଡା ଜ୍ୱର ଦୀର୍ଘ ଦିନ ଧରି ଛାଡୁନି ଚିନ୍ତା ମଧ୍ୟ ବଢାଉଛି। ସେପଟେ ଏଚଏମପିଭି ଭୂତାଣୁ ଯୋଗୁଁ ଚିନ୍ତା ମଧ୍ୟ ବଢୁଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ଦିନ 150 ରୁ 200 ରୋଗୀ ମଧ୍ୟ ଆସୁଛନ୍ତି। ସନ୍ଧ୍ୟା ହେଲେ ମାଡି ଆସୁଛି ଥଣ୍ଡା ଆଉ ଶୀତର ଲହରୀ ଚାରିଆଡେ ଘରେ ଘରେ ଡରାଇଲାଣି ଥଣ୍ଡା ଜ୍ୱର। ତେବେ କୁହାଯାଉଛି ଏଚଏମପିଭି ଭାଇରସରେ ମଧ୍ୟ ଏହି ସବୁ ଲକ୍ଷଣ ଦେଖାଯାଇଛି। ଅତ୍ୟଧିକ ଥଣ୍ଡା ବା ନିମୋନିଆ ସମ୍ଭାବନା ବଢିଥାଏ। ଥଣ୍ଡା କାଶ ଜ୍ୱର ଯୋଗୁଁ ବ୍ୟସ୍ତ ବିବ୍ରତ ନ ହୋଇ କିଛି ପ୍ରତିଶୋଧ ମୂଳକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ତୁରନ୍ତ ମେଡିକାଲ ଚିକିତ୍ସା କରନ୍ତୁ ବାହାରୁ ମେଡିସିନ ଆଣି ଖାଆନ୍ତୁ ନାହିଁ ମଧ୍ୟ ପରାମର୍ଶ ମଧ୍ୟ ଦିଆଯାଇଛି। ତେବେ ପରାମର୍ଶ ଦେଇଛନ୍ତି ଡାକ୍ତର ଥଣ୍ଡାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ଥଣ୍ଡା ପାଣି ପିଅନ୍ତୁ ନାହିଁ ଶୀତ ବସ୍ତ୍ର ପଦାକୁ ବାନ୍ଧି ବାହାରନ୍ତୁ ତା ସହିତ ମାସ୍କ ମଧ୍ୟ ପିନ୍ଧନ୍ତୁ କାରଣ ଚୀନରେ ଯୋଉ ଏଚଏମପିଭି ଘାତକ ସାଜିଛି ପାଖାପାଖି ଭାରତରେ ମଧ୍ୟ ଏହି ସଂକ୍ରମଣ ମାତି ସାରିଲାଣି। ଗୁଜରାଟ କର୍ଣ୍ଣାଟକ ମହାରାଷ୍ଟ୍ର ଭଳି ରାଜ୍ୟରେ ଏବେ ଚାରିଆଡେ ଏହି ଭାଇରସ ବ୍ୟାପି ଗଲାଣି। ବର୍ତ୍ତମାନ ସୁଦ୍ଧା 14ଟି ମାମଲା ଚିହ୍ନଟ ହୋଇସାରିଲାଣି। ତେବେ ଯଦି ଆପଣଙ୍କୁ ଥଣ୍ଡା ଜ୍ୱର କାଶ ହେଉଛି ତୁରନ୍ତ ମେଡିକାଲ ଯାଆନ୍ତୁ ଟ୍ରିଟମେଣ୍ଟ ମଧ୍ୟ କରାନ୍ତୁ। ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ ଜାନୁଆରୀ 12 ପର୍ଯ୍ୟନ୍ତ ଜାରି ରହିବ ଏନେଇ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ତେବେ ଗୋଟିଏ ଦିନ ବଢିଲା ଏକାମ୍ର କାନନ ପୁଷ୍ପ ପ୍ରଦର୍ଶନୀ। ଏକାମ୍ର କାନନରେ ଆୟୋଜିତ ହେଉଥିବା ପୁଷ୍ପ ପ୍ରଦର୍ଶନୀ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଲୋକଙ୍କୁ ଉତ୍ସାହକୁ ଦୃଷ୍ଟିରେ ରଖି ଏଭଳି ନୀତି ଆଣିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ମଧ୍ୟ କହିଛନ୍ତି 11 ତାରିଖରେ ସରିବାକୁ ଥିବା ଏହି ପ୍ରଦର୍ଶନୀ ଗୋଟିଏ ଦିନ ମଧ୍ୟ ବଢାଯାଇଛି। ଦିଲ୍ଲୀ ହାଟ ଭଳି ପୁରୀରେ ଉଠା ଦୋକାନୀକୁ ମିଳିବ ବଜାର ଏଥିପାଇଁ ବିଭାଗୀୟ ସ୍ତରରେ ଆଲୋଚନା ମଧ୍ୟ ସରିଛି। ଶ୍ରୀମନ୍ଦିର ପ୍ରଶାସନ ଏଥି ନିମନ୍ତେ ସହମତ ମଧ୍ୟ ହୋଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ପୂର୍ତ୍ତ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ। ପୁରୀର ଏଭଳି ବିକାଶ ପାଇଁ ହୋଟେଲ ସଂଘ ବୁଦ୍ଧିଜୀବୀ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରି ଭିତ୍ତିଭୂମି ନିର୍ମାଣ କରାଯିବା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରିପାଖ ବଡ ଦାଣ୍ଡର ଉଠା ଦୋକାନୀକୁ ଉଠାଇ ଦିଆଯାଇଥିଲା। ସେମାନେ ଦୀର୍ଘ ଦିନ ଧରି ଅନଶନରେ ବସିଥିଲେ। ନୂଆ ସରକାର ଆସିବା ପରେ ଆଶାର ସଞ୍ଚାର ମିଳିଛି। ଦିଲ୍ଲୀ ପରି ହାଟ ଏବେ ଦୂର ହେବ ଉଠା ଦୋକାନୀକୁ ମିଳିବ ସମସ୍ୟାର ସମାଧାନ। ତେବେ କୁହାଯାଉଛି ଖୁବ୍ ଜଲଦି ତାଙ୍କୁ ମଧ୍ୟ ଥଇଥାନ କରାଯିବ। ଚାଷୀଙ୍କୁ ମିଳିବ 4,000 ଟଙ୍କା ପିଏମ କିଷାନ ଯୋଜନାରେ ଏଥର ଚାଷୀଙ୍କୁ 4,000 ଟଙ୍କା ଯୋଗାଇ ଦେବେ ସରକାର। ଫେବୃଆରୀ 19 ତାରିଖରେ ଆସିବ ବୋଲି କୁହାଯାଉଛି। ତା ସହିତ ପାଇଁ ଚାଷୀ ମାନଙ୍କ ପାଇଁ ଖୁସି ଖବର ଆଣିଥିଲେ ସରକାର ନୂଆ ବର୍ଷର ଭେଟି 2 ଲକ୍ଷ ପର୍ଯ୍ୟନ୍ତ ବନ୍ଧକ ମୁକ୍ତ ବିନା ଗ୍ୟାରେଣ୍ଟିରେ ଋଣ ନେଇପାରିବେ ଚାଷୀମାନେ 4% ସୁଧ ହାରରେ ନେଇପାରିବେ। ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ
42 ଦିନ ଛୁଟି। ତେବେ ଏ ନେଇକି ବଡ ଖବର ଆସିଛି। ଏଥର 42 ଦିନ ଛୁଟି ମିଳିବ। ଅବଶ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ ଲାଗୁ ହୋଇନି, କିନ୍ତୁ ଅନେକ କର୍ମଚାରୀ ପାଇଁ ଲାଗୁ ହୋଇଛି, ଯାହାକୁ ନେଇ ବଡ ଚର୍ଚ୍ଚା ହୋଇଛି। କେନ୍ଦ୍ର ସରକାର ଅଧୀନରେ କାମ କରୁଛନ୍ତି, ତାହେଲେ ନିଶ୍ଚିତ ଭାବରେ ଲାଭ ମଧ୍ୟ ପାଇପାରିବେ। ଶ୍ରୀମନ୍ଦିରରେ ନୂଆ ନିୟମ ଏଣିକି ଆନନ୍ଦ ବଜାରରେ ଡ୍ରେସ କୋଡ ହେବ, ଯାହା ଫଳରେ ପ୍ରତ୍ୟେକ ଲୋକ ଗେରୁଆ ରଙ୍ଗର ଡ୍ରେସ ପିନ୍ଧିବେ ବୋଲି କୁହାଯାଉଛି। ତେବେ ଏ ନେଇକି ଅବଢା ମଧ୍ୟ ଦରଦାମ ସ୍ଥିର ହୋଇଛି। ଯେଉଁବେଳେ ଅବଢା 500 ଟଙ୍କା ମିଳୁଥିଲା, ଲୋକଙ୍କ ପେଟ ପୁରୁନଥିଲା ବା 500 ଟଙ୍କା ହେଲେ ଅବଢା ଘରକୁ ନଉଥିଲେ, ଏଥର 100 ଟଙ୍କାରେ ଅବଢା ମଧ୍ୟ ନେଇପାରିବେ। ଏନେଇ ପ୍ରଶାସନ ତରଫରୁ ମଧ୍ୟ କୁହାଯାଇଛି। ତା ସହିତ ମଧ୍ୟ ଯୋଉ ବାହାରେ ସବୁ ଖଜା ବିକ୍ରି ହଉଛି ମହାପ୍ରସାଦ ନାଁରେ, ତାକୁ ମଧ୍ୟ ବନ୍ଦ କରିବା ପାଇଁ କି ପ୍ରଶାସନ ମଧ୍ୟ କହିଛି। ବାହାରେ ଖଜା ବିକ୍ରି ହେଉଥିବା ମହାପ୍ରସାଦ ନୁହେଁ ବୋଲି ଘୋଷଣା ମଧ୍ୟ କରିଛି। ତେବେ ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରି ବାହାରେ ଖଜାକୁ ମହାପ୍ରସାଦ କରି କରି ବିକ୍ରି କରିବେ, ତାଙ୍କ ଦୋକାନ ଲାଇସେନ୍ସ ରଦ୍ଦ ହେବ। ଏଥର ଦୁର୍ଘଟଣାରୁ ବର୍ତ୍ତିବେ ଗାଈ ଗୋରୁ ମାନେ। ଗାଈ ଏବଂ ଷଣ୍ଢକୁ ଏଥର ରେଡିୟମ ବେଲ୍ଟ ବେକରେ ବନ୍ଧାଯିବ, ଯାହା ଫଳରେ ଏଥର ଦୁର୍ଘଟଣା ରୋକିବ ଏବଂ ତାଙ୍କର ମଧ୍ୟ ଜୀବନ ପ୍ରତି ବିପଦ ଆସିବ ନାହିଁ। ଏ ନେଇକି ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି। ରାସ୍ତାରେ ବୁଲୁଥିବା ଷଣ୍ଢ ଗାଈ ଗୋରୁଙ୍କ ବେକରେ ଲାଗିବ ରେଡିୟମ ବେଲ୍ଟ। ପ୍ରତିଦିନ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଲୁଟ ହେଉଛି। ଗରିବ ଝାଳ ବୁହା ଧନ ସାଇବର ଲୁଟରେ ଲୁଟି ନେଉଛନ୍ତି। ସେଥିପାଇଁ ସରକାର ଏବେ ବନ୍ଦ କରିଛନ୍ତି 80 ଲକ୍ଷ ସିମ୍। 80 ଲକ୍ଷ ସିମ୍ ବ୍ଲକ ହେଇଛି। ଯଦି ଆପଣଙ୍କୁ ଏଇଭଳିଆ ନମ୍ବର ବା କୌଣସି ନମ୍ବରରୁ ମେସେଜ ଆସୁଛି ବା ଫ୍ରଡ କଲ୍ ଆସୁଛି, ଆପଣ ତୁରନ୍ତ 1930 କୁ କଲ୍ କରି କମ୍ପ୍ଲେନ କରିପାରିବେ। ଯଦି ସରକାର ଟ୍ରାକ୍ କରି ଜାଣିବେ ପ୍ରକୃତରେ ସେଇଟା 4G ସିମ୍, ତୁରନ୍ତ ତାଙ୍କୁ ମଧ୍ୟ ବ୍ଲକ କରିବେ। ତେଣୁ ଏ ନେଇକି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ସବୁ ଜିଲ୍ଲାରେ ହେବ ସାଇବର ଥାନା, ଯାହା ଫଳରେ ପ୍ରତିଟି ଲୋକ ଦେହରେ ଯଦି ଘଟୁଛି ଏଇ ସାଇବର ଅପରାଧ ବା ସାଇବର ଠକ ମାନେ ଲୋକଙ୍କ ସହିତ ଠକୁଛନ୍ତି, ତୁରନ୍ତ ସାଇବର ଥାନାରେ ମଧ୍ୟ ଅଭିଯୋଗ କରିପାରିବେ। ଖାଲି ମାଫିଆଙ୍କ ପାଇଁ ସରକାରଙ୍କର ବଡ ପଦକ୍ଷେପ। ଏଣେ ରାଜ୍ୟ ସରକାର କରିଛନ୍ତି ନୂଆ ଯୋଜନା। ପୂର୍ବ ରାଜ୍ୟ ସରକାରକୁ ଦୋଷ ଦେବା ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ପୂର୍ବରୁ ବାଲି ରାଜସ୍ୱ ବିଭାଗରେ ଥିଲା, ହେଲେ କାହିଁକି ବାଲିକୁ ଅଲଗା କରି ଖଣି ବିଭାଗକୁ ଦେଲେ ପୂର୍ବତନ ସରକାର ଜଣା ନାହିଁ। ବାଲି ଖଣିଜ ପଦାର୍ଥର ତାଲିକାଭୁକ୍ତ ନୁହେଁ, ତାଲିକାଭୁକ୍ତ ହେଲା କେମିତି? ବାଲି ଖନନ ହୁଏ ନାହିଁ, ସଂଗ୍ରହ ହୁଏ। ଏହି ବିଷୟରେ ଅଧ୍ୟୟନ କରାଯାଉଛି। ବାଲି ଚୋରି ଅଭିଯୋଗ ହସ୍ତଗତ ହୋଇଛି, ଆଇନ ଉଲ୍ଲଂଘନ କଲେ ଅଭିଯୋଗ ମଧ୍ୟ ଆସୁଛି। ତେଣୁ ସରକାର ବାଲି ମାଫିଆଙ୍କୁ ଦୌରାତ୍ମ୍ୟ ବଡ ସମସ୍ୟା ହୋଇଛି। ପ୍ରଶାସନକୁ ଲୋକଭାମୁଖୀ କରିବାକୁ ପଡିବ। ପୁରୁଣା ଆଇନକୁ ସଂଶୋଧନ କରାଯିବ। ଯେଉଁ ଆଇନରେ ଆବଶ୍ୟକତା ନାହିଁ ତାକୁ ରଦ୍ଦ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବସ୍ତି ବାସିନ୍ଦାଙ୍କ ଉଚ୍ଛେଦ ବେଳେ କାନ୍ଦିଲେ ଲୋକେ, ସରକାର ଦୁଃଖ ନ ଶୁଣୁଥିବା କଲେ ଅଭିଯୋଗ। ତେବେ ବସ୍ତି ଉଚ୍ଛେଦ ବେଳେ ବାଲେଶ୍ୱରରେ ପ୍ରବଳ ଉତ୍ତେଜନା। ଏବେ ଓଡ଼ିଶାରେ କିଛି କିଛି ସ୍ଥାନରେ ବସ୍ତି ଉଚ୍ଛେଦ ହେବ। ଏନେଇ ସରକାର କହିଛନ୍ତି ଆଉ ବସ୍ତି ରହିବ ନାହିଁ। ଏଥର ସମସ୍ତଙ୍କୁ ଘର ଯୋଗାଇ ଦେବେ ସରକାର। ଲୋକଙ୍କ ଘର ଉପରେ ବୁଲଡୋଜର ଚଢିବା ଦେଖି ଲୋକେ କାନ୍ଦି ପକାଇଥିଲେ। କିଛି ମହିଳା ବୁଲଡୋଜର ଆଗରେ ଠିଆ ହୋଇଯାଇଥିଲେ। ସେମାନେ ଦାବି କରିଛନ୍ତି ଆଉ କିଛି ସମୟ ଦିଆଯାଉ, ଜିନିଷ ନିଜର ପତ୍ର ନେବେ। ଯାହା ସହିତ ନିଜ ଜିନିଷ ନ ନେଇ ହଠାତ୍ ଭାଙ୍ଗିଦେଲେ ସେମାନେ କୁଆଡେ ଯିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ସେଠାରେ ପ୍ରବଳ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା। ଏପରି କିଛି ମହିଳା ଜେସିବିକୁ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ। ଏହାପରେ ସେଠାରେ ପୋଲିସ ପ୍ରଶାସନ ପହଞ୍ଚିଥିଲା। ଲୋକଙ୍କ ସହିତ ଆଲୋଚନା ପରେ ଜେସିବି ବୁଲଡୋଜର ଫେରି ଯାଇଛି। ରେଳ ଲାଇନ ସମ୍ପ୍ରସାରଣ ଏବଂ ବସ୍ତି ଉଚ୍ଛେଦ କରାଯାଉଛି। ଏଥିପାଇଁ ବାଲେଶ୍ୱର ଅରଡ ବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ। ଲୋକ ଅଭିଯୋଗ କରିଛନ୍ତି ଯେ ଏଥର ବିଜେପି ସରକାର ସେମାନଙ୍କ ଦୁଃଖ ଶୁଣୁନାହାନ୍ତି। ସେଠାକାର ସ୍ଥାନୀୟ କାଉନସିଲର ମଧ୍ୟ ବିଜେପିର, ତଥାପି କେହି ବୁଝୁନାହାନ୍ତି। ନବୀନ ସରକାର ଥିଲାବେଳେ ଏହା ହଉନଥିଲା ବୋଲି କହୁଛନ୍ତି। ଆସନ୍ତା 18ରେ ଶୁକ୍ର ଶନିର ଗ୍ରହର ମିଳନ। ଖାଲି ଆଖିରେ ଦେଖାଯିବ ଶୁକ୍ର ଓ ଶନି ଗ୍ରହର ଦୌଡ଼ ମିଳନ। ତେବେ 2025 ମସିହା ଜାନୁଆରୀ ଦ୍ୱିତୀୟ ବର୍ଷର ସବୁଦିନ ସନ୍ଧ୍ୟା ଆକାଶରେ 4ଟି ଗ୍ରହକୁ ଖାଲି ଆଖିରେ ଦେଖିବା ପାଇଁ ଏବେ ଉତ୍କୃଷ୍ଟ ସୁଯୋଗ ଆସିବ। ଏହା ସହିତ ଖାଲି ଆଖିରେ ଦେଖାଯିବେ ଶୁକ୍ର ଓ ଶନି ଗ୍ରହର ଦୌଡ଼ ମିଳନ। ଶୁକ୍ରକୁ ଟପି ଶନି ଗ୍ରହ ଆଗକୁ ବଢିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଠାରୁ ଜାନୁଆରୀ ମାସରେ ସୂର୍ଯ୍ୟାସ୍ତ ପରେ 4ଟି ଗ୍ରହ ଖାଲି ଆଖିରେ ଦେଖି ହେବ। ଏବେ
ଏବେ ଉପରେ ଥିବା ଉତ୍କଳ ବୃହସ୍ପତି ଗ୍ରହ ଏବଂ ରାତି ବଢିବା ସଙ୍ଗେ ଏହି ଗ୍ରହ ଗୁଡିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରିବା ବୋଲି ଦେଖାଯିବ। ରାତି 8:30 ବେଳକୁ ପ୍ରଥମେ ଶୁକ୍ର ଓ ଶନି ଗ୍ରହର ଅସ୍ତ ହେବେ। ସୂର୍ଯ୍ୟ ଚାରିପଟେ ବୁଲୁଥିବା 8ଟି ଗ୍ରହ ମଧ୍ୟରୁ 5ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖି ହବ ବୋଲି କୁହାଯାଉଛି। 5ଟି ଗ୍ରହ ପ୍ରତି 19 ବର୍ଷରେ ଥରେ ବା ସମସ୍ତ 8ଟି ଗ୍ରହ ପ୍ରତି 100 ବା 70 ବର୍ଷରେ ଥରେ ଏକା ସମୟରେ ଦେଖାଯାନ୍ତି ବୋଲି କୁହାଯାଏ। ବଡ ଘୋଷଣା, ବଢିବ ଦରମା ଓ ପେନସନ। ତେବେ ଘରୋଇ ସଂସ୍ଥା, ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ ପକ୍ଷରୁ କର୍ମଚାରୀଙ୍କର ବଡ ଘୋଷଣା କରାଯାଇଛି। ବେସରକାରୀ କ୍ଷେତ୍ରରେ କର୍ମଚାରୀଙ୍କ ଦରମା ପେନସନ ବୃଦ୍ଧି ହେବାକୁ ଯାଉଛି। ତେବେ ସରକାରୀ ନିଷ୍ପତ୍ତି ନେବା ଫଳରେ କର୍ମଚାରୀ କେବଳ ବର୍ତ୍ତମାନ ଦରମା ଆଶ୍ୱସ୍ତି ମିଳିବ ତାହା ନୁହେଁ, ଭବିଷ୍ୟତର ପେନସନ ପରିମାଣ ମଧ୍ୟ ବଢିବ। ଏମିତି ପଦକ୍ଷେପ ସକାରାତ୍ମକ ଦିଗକୁ ଦୃଷ୍ଟିରେ ରଖି ନିଆଯାଇଛି, ଯାହାଫଳରେ କର୍ମଚାରୀ ଲମ୍ବା ବର୍ଷ ଧରି ଆର୍ଥିକ ସୁରକ୍ଷା ପାଇପାରିବେ। ତେବେ ଇପିଏଫ ଦ୍ୱାରା କରାଯାଇଥିବା ଘୋଷଣା କର୍ମଚାରୀଙ୍କ ପାଇଁ ଖୁସି ଭରି ଦେଇଛି। ଏଥର ଇପିଏଫ ଟଙ୍କା ମଧ୍ୟ ଏଟିଏମ ସାହାଯ୍ୟରେ ଉଠାଇ ପାରିବେ, ଯାହା ଏବେ କାର୍ଯ୍ୟକାରୀ ଚାଲିଛି। ଇପିଏଫ ର 50% ଟଙ୍କା ଆପଣ ମାନେ ଏଟିଏମ ସାହାଯ୍ୟରେ ଉଠାଇ ପାରିବେ। ଗୋଟେ ବଡ ଖବର, 10 ମାସର ଶିଶୁକୁ ଏଚଏମପିଭି ଭାଇରସ ହୋଇଛି। ତେବେ ଭାଇରସ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମୟରେ ଆସାମରେ ଏକ ମାମଲା ସାମ୍ନାକୁ ଆସିଛି। 10 ମାସର ଶିଶୁକୁ ଆକ୍ରମଣ କରୁଛି ଏହି ଭାଇରସ। ଶିଶୁକୁ ବର୍ତ୍ତମାନ ଦିବ୍ରୁଗଡର ଆସାମ ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ କହିଛନ୍ତି ପିଲାଟିର ଅବସ୍ଥା ଏବେ ସ୍ଥିର ରହିଛି, କିନ୍ତୁ ଚିନ୍ତା କରିବାର ନାହିଁ। ଚାଇନାରୁ ଏଚଏମପିଭି ଭାଇରସ ହଠାତ୍ 10 ମାସର ଶିଶୁକୁ ବ୍ୟାପିଛି, ଯାହା ଆଶ୍ଚର୍ଯ୍ୟ କରିଦେଇଛି ଡାକ୍ତରଙ୍କୁ। ମୁକ୍ତାକାଶ ରଙ୍ଗମଞ୍ଚ, ଜମୁଛି ବରଗଡ ଧନୁଯାତ୍ରା। ମଥୁରାରେ କଂସ ଆୟୋଜନ କରିଛନ୍ତି ଧନୁଯାତ୍ରା। ଯାତ୍ରା ଦେଖିବା ପାଇଁ କୃଷ୍ଣ ବଳରାମଙ୍କର ଆମନ୍ତ୍ରଣ ମଧ୍ୟ କରାଯାଇଛି। କଂସ ଚିତାଉ ନେଇ ଗୋପପୁର ଯାଇଛନ୍ତି ଅକ୍ରୁର। ଯମୁନା ବାଲିରେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଦର୍ଶନ, ଗୋପାଳ ବାଳକଙ୍କ ବଣଭୋଜି ଏବଂ ଶବରୀର ଅଇଁଠା କୋଳି ଖାଇବା, ଅନ୍ଧ ବ୍ରାହ୍ମଣକୁ ଶ୍ରୀକୃଷ୍ଣ ଚକ୍ଷୁଦାନ କରିବା, ଭାବ ବିହଳ ଉଠି ପଡିଛନ୍ତି ଅକ୍ରୁର। ସମଗ୍ର ଗୋପପୁର ହୋଇପଡିଛି କୃଷ୍ଣମୟ। ତେବେ ଅର୍ଧୁ ମଙ୍ଗଳ ସହିତ ସାକ୍ଷାତ ପରେ କୃଷ୍ଣ ବଳରାମଙ୍କ ସହିତ ନନ୍ଦରାଜା ଏବଂ ରାଣୀ ଯଶୋଦାକୁ ଅକ୍ରୁର ଭେଟିଛନ୍ତି। ଏମିତି ବିଭିନ୍ନ ପ୍ରକାର ଲୋକେ ଦେଖୁଛନ୍ତି, ଯାହାଫଳରେ ଲକ୍ଷ ଲକ୍ଷ ଲୋକଙ୍କର ମଧ୍ୟ ଭିଡ ଜମିଛି ଏହି ଧନୁଯାତ୍ରାରେ। ତେବେ ମହାକୁମ୍ଭ ମେଳା ଖୁବ୍ ଜଲଦି ଆରମ୍ଭ ହେବା ପାଇଁ ଯାଉଛି। ମହାକୁମ୍ଭର ଦିବ୍ୟ ଓ ଭବ୍ୟ ପର୍ବରେ ସାଧୁ ସନ୍ଥ ଜୀବନ ଶୈଳୀ ସମସ୍ତଙ୍କୁ ଆକର୍ଷିତ କରେ। ଆଧ୍ୟାତ୍ମିକତାର ଗଭୀରତା, ଟେକ୍ନୋଲୋଜି ଚାକଚକ୍ୟ ଭିତରେ କୋଟି କୋଟି ଟଙ୍କାର ଦାମିକାର ଲମ୍ବା ଲାଇନ ଏବଂ ରାଜକୀୟ ଠାଣି ସାଧୁ ସନ୍ଥ ଜୀବନର ଆଉ ଏକ ଦିଗକୁ ମଧ୍ୟ ଦର୍ଶାଏ। ଏହି ଚାକଚକ୍ୟରୁ ଜଣା ପାରୁଥିବେ ଯେ ମହାକୁମ୍ଭ କେବଳ ଆସ୍ଥାର ମେଳା ନୁହେଁ, ବରଂ ଭବ୍ୟତା ଏବଂ ସମ୍ପନ୍ନର ଏକ ଉତ୍ସବ। ତେବେ 12 ବର୍ଷକୁ ଥରେ ଏହି ମହାକୁମ୍ଭ ମେଳା ହୁଏ। ଲକ୍ଷ ଲକ୍ଷ ଲୋକଙ୍କର ଭିଡ ମଧ୍ୟ ଜମିଛି। ଏଠାରେ ମଧ୍ୟ ନାଗା ସାଧୁଠୁ ଆରମ୍ଭ କରି ବିଚିତ୍ର ବାବାଙ୍କ ଶୃଙ୍ଗାର, ସେମାନଙ୍କର ଜୀବନ ଚର୍ଚ୍ଚା ଉପରେ ଜାଣିବା। ତା ସହିତ ଏଥର ଗେରୁଆ ବସ୍ତ୍ର ଧରି ସାଧୁ ସନ୍ଥଙ୍କ ଭବ୍ୟ ବାହନ ଉପରେ ଆଲୋକପାତ ମଧ୍ୟ କରାଇବେ। ପ୍ରୟାଗରାଜର ମହାକୁମ୍ଭ ମେଳା ସାଧୁଙ୍କ ନିର୍ମିତ ହୋଇଥିବା ଅସ୍ଥାୟୀ ସ୍ଥଳୀ, ଯେଉଁଭଳି ପଞ୍ଚାୟତ ଅଖଡା ଏବଂ ନିରଞ୍ଜନ ଅଖଡା, କୋଟି କୋଟି ଲୋକର ରେଞ୍ଜ ରୋଭର ଗାଡି ମଧ୍ୟ ଏଠି କିଛି ହଉନାହିଁ। ସବୁଠୁ ମେନ୍ ହେଲା ବାବାଙ୍କର ଭବ୍ୟ ଏବଂ ବାବାଙ୍କର ଏହି ଦିଗ୍ଦର୍ଶନ ପାଇଁ, ବାବାଙ୍କର କଥା ଏବଂ ବାବାଙ୍କର ପରମ୍ପରା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି ନିଜର ପାପ ଧୋଇବା ପାଇଁ। ଘୋଷଣା ହେଲା ଟିମ୍ ଇଣ୍ଡିଆ। ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି20 ମୁକାବିଲା ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ଭାରତୀୟ ଦଳର ଅଧିନାୟକ ଭାବରେ ପୁଣି ଥରେ ସୂର୍ଯ୍ୟ କୁମାରଙ୍କୁ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିଭଳି ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ଅକ୍ଷର ପଟେଲ। ଭାରତ ଇଂଲଣ୍ଡ ମଧ୍ୟରେ ଆସନ୍ତା 22 ତାରିଖରୁ ପ୍ରଥମେ ଟି20 ମ୍ୟାଚ୍ ଖେଳାଯିବ ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଏନେକି ଜିଲ୍ଲା ପ୍ରଶାସନ ମଧ୍ୟ ସୂଚନା ଦେଇଛି। ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଛନ୍ତି ସେମାନେ ଆଗକୁ ଆସିବେ ବୋଲି କୁହାଯାଉଛି। ନିଜର ପରିଚୟ ପତ୍ର ଧରିକି ଆସିବେ, ଯାହାଫଳରେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ମଧ୍ୟ କରିବେ। ଏଣିକି ଅଟୋ ଭିତରେ ରୋମାନ୍ସ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେକି ଅଟୋ ଡ୍ରାଇଭର ମାନେ ଏକାଠି ହୋଇଛନ୍ତି। ଅଟୋ ଭିତରେ ଆଉ ରୋମାନ୍ସ ଚାଲିବ ନାହିଁ। ଏନେକି ମଧ୍ୟ ଅଟୋ ଡ୍ରାଇଭର ମଧ୍ୟ କଡା ଚେତାବନୀ ମଧ୍ୟ ଦେଇଛନ୍ତି। ଯେଉଁମାନେ ଏଭଳି କରିବା ପାଇଁ ଦେଖିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ଏବଂ ପୋଲିସକୁ ତାଙ୍କ ହେଫାଜତରେ ଦିଆଯିବ ବୋଲି କୁହାଯାଉଛି।
ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା ଏଣିକି ମା ମାନଙ୍କୁ ବା ମିଶନ ଶକ୍ତି ଜରିଆରେ ଯେଉଁମାନେ ତାଲିମ ନେବେ ସିଲେଇ ତାଲିମ ତାଙ୍କୁ ପ୍ରତିଦିନ 500 ଟଙ୍କା ବା ମାସକୁ 15,000 ଟଙ୍କା ମିଳିବ ବୋଲି କୁହାଯାଉଛି। ତା ସହିତ 2 ଲକ୍ଷ ପର୍ଯ୍ୟନ୍ତ ଉଦ୍ୟୋଗପତି ଋଣ ମଧ୍ୟ ମିଳିବ। ତା ସହିତ ମଧ୍ୟ ଏସଏଚଜି ମହିଳାଙ୍କୁ ଋଣ ଛାଡ ପୂର୍ବ ବିଜେଡି ସରକାର ଯେତିକି ଋଣ ନେଇଥିଲେ ଋଣର ସୁଧ ଛଡାଯିବ ବୋଲି କୁହାଯାଉଛି। ଏନେଇ 227 କୋଟି ଟଙ୍କା ମଧ୍ୟ ବ୍ୟୟବରାଦ ହୋଇଛି। ଇ ଶ୍ରମ କାର୍ଡ ଯାହାର ଅଛି ତାଙ୍କୁ ରାସନ କାର୍ଡ ଯୋଗାଇ ଦେବେ ସରକାର। ତେବେ ଇ ଶ୍ରମ କାର୍ଡରେ ଯଦି ପଞ୍ଜୀକରଣ ଥିବ ଆପଣଙ୍କୁ ରାସନ କାର୍ଡ ମଧ୍ୟ ମିଳିଯିବ। ଇ ଶ୍ରମ କାର୍ଡରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସହାୟତା ମଧ୍ୟ ପାଇପାରିବେ। ତା ସହିତ ମଧ୍ୟ ଆଉ ଗୋଟେ ବଡ ଖୁସି ଖବର ଏଣିକି ଜାନୁଆରୀ 5 ତାରିଖରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ 5,000 ଟଙ୍କା ମାଧବ ସିଂ ଯୋଜନା ନାଁରେ ମଧ୍ୟ ଦେଇଛନ୍ତି। ତେଣୁ ଆଗାମୀ ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ବଡ ବଡ ଘୋଷଣା ମଧ୍ୟ କରିପାରନ୍ତି। ସିଏମ କିଷାନ ଟଙ୍କା ଖୁବ୍ ଜଲ୍ଦି ମଧ୍ୟ ମିଳିବା ପାଇଁ ଯାଉଛି। ତେବେ ଭତ୍ତା ଟଙ୍କା ପାଇଁ ମଧ୍ୟ ବୈଠକ ବସିଥିଲା। ଭତ୍ତା ଟଙ୍କା 3,500 ଜାନୁଆରୀ 15 ମିଳିବା ପାଇଁ ଯାଉଛି। 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 3,500 ଟଙ୍କା ମିଳିବ। ପୂର୍ବରୁ 1,200 ଟଙ୍କା ଥିଲା, ଏବେ 1,200 ଟଙ୍କାକୁ ବଢାଇ 3,500 ଟଙ୍କା ବିଜେପି ସରକାର ଆସିଛି। ବିଜେପି ସରକାର ପ୍ରତିଶ୍ରୁତି ମୁତାବକ ସବୁ କିଛି କରିଛି ଏବଂ ଭତ୍ତା ଟଙ୍କା ମଧ୍ୟ ଖୁବ୍ ଜଲ୍ଦି ମିଳିବ ବୋଲି ସରକାର କହିଛନ୍ତି। ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର କିଛିଟା ଗୁରୁତ୍ୱପୂର୍ଣ୍ଣ ଖବର। ଏଇଭଳିଆ ଖବର ପ୍ରତ୍ୟେକ ଦିନ ଦେଖିବା ପାଇଁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।